ମୋ ନାଁ ଜିତୁ। ପ୍ରଥମ ଥର ମୁଁ ମୋ କାହାଣୀ କହିବାକୁ ଯାଉଛି। ଆଶା କରୁଛି କାହାଣୀଟି ଆପଣଙ୍କୁ ବହୁତ ଗରମ କରିବ। ଆମ ଘର କୋରାପୁଟ ଜିଲ୍ଲାର ଗୋଟେ ଛୋଟ ଗାଁରେ। ଘରେ ବାପା, ବୋଉ ଆଉ ମୁଁ ରହୁ। ବାପା ଦୁବାଇରେ ରହି କାମ କରନ୍ତି। ତେଣୁ ଘରେ ବୋଉ ଆଉ ମୁଁ ଏକୁଟିଆ ରହୁ। ମୁଁ ଚାଷବାସ କରି ଚଳେ। ବୋଉ ମୋତେ ସାହାଯ୍ୟ କରୁଥାଏ। ବୋଉର ବୟସ 45 ବର୍ଷ। ଦେଖିବାକୁ ଖୁବ୍ ସୁନ୍ଦରୀ। 36 ଇଞ୍ଚର ଦୁଧ ସାଙ୍ଗକୁ 40 ଇଞ୍ଚର ଗୋଲ ଗୋଲ ମାଂସାଳ ଗାଣ୍ଡି, ଯାହା 25 ବର୍ଷର ଝିଅକୁ ପଛରେ ପକେଇଦେବ। ହେଲେ ବୋଉ ଆଜି ପର୍ଯ୍ୟନ୍ତ କାହା ଆଗରେ ତା ଦୁଧ ଉପରୁ ଲୁଗା ଖସେଇନି। ସେ କୋଉ ପୁରୁଷକୁ ତା ପାଖ ତଳ ମଡ଼େଇ ଦେଇନି। ଅକ୍ଟୋବର ମାସରେ ଗୋଟେ ଦିନ ସନ୍ଧ୍ୟାବେଳକୁ ମେଘ ଅନ୍ଧାର କରିକି ଆସୁଥାଏ। ମୋ ବୋଉକୁ କହିଲି, ବୋଉ ମୁଁ ବିଲକୁ ଯାଉଛି, ମୋଟର ବନ୍ଦ କରି ଆସିବି, ନହେଲେ ଫସଲ ନଷ୍ଟ ହୋଇଯିବ। ବୋଉ କହିଲେ, ହଉ ରହ, ମୁଁ ବି ତୋ ସାଙ୍ଗରେ ଯିବି, କିଛି ପରିବା ନେଇ ଆସିବି। ଆମେ ମା ପୁଅ ମିଶି ସ୍କୁଟିରେ ଯାଇକି ବିଲରେ ପହଞ୍ଚିଲୁ। ମୋ ବୋଉକୁ କହିଲି, ତୁ ପରିବା ତୋଳାତୋଳି କରୁଥା, ମୁଁ ଯାଇ ମୋଟର ବନ୍ଦ କରି ଟିକେ ବୁଲାବୁଲି କରି ଆସୁଛି, କାଳେ କିଏ ଥିବ। ବୋଉ କହିଲା, ଠିକ୍ ଅଛି, ଜଲ୍ଦି ଆସିବୁ, ପାଗ ଖରାପ ହେଲାଣି। ସେତେବେଳେ ଟିକେ ଟିକେ ବର୍ଷା ପକେଇବା ଆରମ୍ଭ ହୋଇଗଲା। ମୁଁ ଟିକେ ଦୂରକୁ ଚାଲି ଯାଇଥିଲି। ବର୍ଷା ଜୋରରେ ହେବାକୁ ଲାଗିଲା। ମୁଁ ଯାଇ ବୋଉ ପାଖରେ ପହଞ୍ଚିବା ବେଳକୁ ଆମେ ଦୁଇଜଣ ସମ୍ପୂର୍ଣ୍ଣ ଓଦା ହୋଇଗଲୁ। ମୁଁ ବୋଉକୁ କହିଲି, ବୋଉ ଜଲ୍ଦି ଗାଡ଼ିରେ ବସ, ଆମେ ଘରକୁ ପଳେଇବା। ବୋଉ କହିଲା, ପୁଅ ବର୍ଷା ଏତେ ଜୋରରେ ହେଉଛି, ଆମେ ଘରେ ପହଞ୍ଚି ପାରିବାନି। ଚାଲ ଆମେ ସେଇ ପୁରୁଣା ଘରେ ରହିଯିବା, ବର୍ଷା ଛାଡ଼ିଲେ ଘରକୁ ଯିବା। ବିଲରେ ଆମର ଗୋଟେ ପୁରୁଣା ଘର ଅଛି। ସେଟା ଭାଙ୍ଗି ଯାଇଛି, ହେଲେ ଗୋଟେ ଜାଗା ଭଲ ଥିବାରୁ ମୁଁ ସେଇଠି ସଜ ସାମାନ ଆଉ କାଠ ରଖେ। ଆମେ ସେଠାକୁ ପଳେଇଲୁ। ସେତେବେଳକୁ ପୁରା ଅନ୍ଧାର ହୋଇଗଲାଣି, କିଛି ଦେଖାଯାଉନଥାଏ। ବୋଉ କହିଲା, ପୁଅ ଏଇଠି ତ ବହୁତ ଅନ୍ଧାର ହୋଇଛି, ମୋତେ ଭାରି ଡର ଲାଗୁଛି, କାଳେ ସାପ କଣ୍ଟିଆ ଥିବେ। ମୁଁ ବୋଉକୁ କହିଲି, ତୁ ଚିନ୍ତା କରନି, ଏବେ ଆଲୁଅ ହୋଇଯିବ। ମୁଁ କିଛି ଶୁଖିଲା କାଠ ରଖି ନିଆଁ ଜଳେଇଲି, ଯାହା ଆଲୁଅ ହେବା ସହ ଆମକୁ ଥଣ୍ଡାରୁ ରକ୍ଷା କରିଲା। ବୋଉ ଭିତରକୁ ଆସି ନିଆଁରେ ସେକି ହେଲା। ବୋଉ ଆଉ ମୁଁ ବର୍ଷାରେ ପୁରା ଭିଜି ଯାଇଥିଲୁ। ଜଳୁଥିବା ନିଆଁ ଆଲୁଅରେ ବୋଉକୁ ଦେଖି ମୋ ଛାତି ଜୋରରେ ଧକ୍ ଧକ୍ ହେବାକୁ ଲାଗିଲା। କାହିଁକିନା ଓଦା ସରସର ହୋଇଥିବା ବୋଉର ଦେହରେ ତା ଲୁଗାପଟା ପୁରା ଚିପି ହୋଇକି ରହିଥିଲା, ଆଉ ତାର ଓଦା ହୋଇଥିବା ତା ବ୍ଲାଉଜରୁ ତା ଦୁଧର ସାଇଜ ପୁରା ବାରି ହୋଇ ପଡ଼ୁଥିଲା। ନିଆଁରେ ସେକାସେକି ହେଉ ହେଉ ବୋଉ କହିଲା, ଭଲ ହେଲା ତୁ ନିଆଁ ଜଳେଇଲୁ, ମୁଁ ତ ଥଣ୍ଡାରେ ମରୁଥିଲି। ହେଲେ ଏବେ ବି ବୋଉର ଦେହ ଥଣ୍ଡାରେ ବହୁତ ଥରୁଥାଏ। ଏହା ଦେଖି ମୁଁ କହିଲି, ବୋଉ ମୁଁ ବାହାରକୁ ପଳଉଛି, ତୁ ତୋର ଲୁଗାପଟା ଖୋଲି ନିଆଁରେ ଶୁଖେଇ ଦେ। ବୋଉ କହିଲା, ନା ନା, ବାହାରେ ଜୋରରେ ବର୍ଷା ହେଉଛି, ତୋତେ ଥଣ୍ଡା ଜ୍ୱର ହୋଇଯିବ। ମୁଁ କହିଲି, ଠିକ୍ ଅଛି, ମୁଁ ଟିକେ ଦୂରକୁ ଚାଲି ଯାଉଛି, ଆଉ ସେପଟକୁ ମୁହଁ ବୁଲେଇ ଦେଉଛି, ତୁ ତୋର ଲୁଗା ଖୋଲି ଶୁଖେଇ ଦେ। ବୋଉ କହିଲା, ଠିକ୍ ଅଛି। ତାପରେ ବୋଉ ତାର ଲୁଗାକୁ ଖୋଲି ଚୁପୁଡ଼ି ଗୋଟେ ଜାଗାରେ ରଖିଲା, ଆଉ ତା ସାୟା ବ୍ଲାଉଜ ଖୋଲି ଚିପୁଡ଼ିକି ଶୁଖାଇ ଦେଲା। ଏବେ ବୋଉ ଖାଲି ଚଢ଼େଇ ଆଉ ଉପର କପଡ଼ାରେ ଥିଲା। ନିଆଁର ଆଲୋକରେ ବୋଉର ଗୋରା ଦେହ ପୁରା ସୁନା ଭଳିଆ ଚମକୁଥାଏ। ବୋଉ ମୋତେ ଦେଖିଲା। ମୁଁ ବିପରୀତ ଦିଗକୁ ମୁହଁ କରି ରହିଥିବାରୁ ବୋଉ ତାର ଚଡ଼ିକୁ ଖୋଲିଲା। ଏବେ ଚଡ଼ି ଭିତରେ ଚିପି ହୋଇ ରହିଥିବା ତାର ମାଂସାଳ ଗାଣ୍ଡି ପୁରା ମୁକ୍ତ ହୋଇଗଲା। ବୋଉର ବିଆଟା ପୁରା ଚିକଣିଆ ଥିଲା। ବିଆରେ ଗୋଟେ ବି ବାଳ ନଥିଲା। ବୋଉ ତା ବିଆରେ ଟିକେ ହାତ ମାରିଦେବାକୁରୁ କାହିଁକି କେଜାଣି ତା ଦେହରେ ଗୋଟେ ଶିହରଣ ଖେଳିଗଲା। ବର୍ଷ ବର୍ଷ ଧରି ଭୋକିଲା ଥିବା ତା ବିଆରୁ କିଛି ଟୋପା ରସ ନିଗିଡ଼ି ଗଲା। ବୋଉ ଗରମ ହୋଇ ତା ଦୁଧକୁ ଟିକେ ଚିପି ଦେଇ ତା କପଡ଼ା ଖୋଲିବାକୁ ଚେଷ୍ଟା କଲା, ହେଲେ ତା କପଡ଼ାର ହୁକ୍ ଖୋଲିଲା ନାହିଁ। ସେ କିଛି ସମୟ ଖୋଲିବା ପାଇଁ ଚେଷ୍ଟା କଲା, ନ ଖୋଲି ପାରିବାରୁ ସେ ତା ହୁକ୍କୁ ନ ଖୋଲି ସେମିତି ଗୋଟେ ପଥର ଉପରେ ବସି ପଡ଼ିଲା। ବୋଉ ବୁଲି ମୋତେ ଦେଖିଲା ବେଳକୁ ମୁଁ ସେମିତି ବିପରୀତ ଦିଗକୁ ମୁହଁ କରିକି ରହିଥାଏ, ଆଉ ଥଣ୍ଡାରେ ବହୁତ ଜୋରରେ ଥରୁଥାଏ। ଏହା ଦେଖି ବୋଉକୁ ବହୁତ ଦୁଃଖ ଲାଗିଲା। ବୋଉ କହିଲା, ପୁଅ ତୁ ଓଦା ହୋଇଯାଇଛୁ, ଏଠିକି ଆସିକି ନିଆଁରେ ସେକାସେକି ହୋଇଯା। ମୁଁ କହିଲି, ନା ବୋଉ, ତୁ ଲଙ୍ଗଳା ହୋଇଛୁ, ମୁଁ କେମିତି ତୋ ପାଖକୁ ଯିବି। ବୋଉ କହିଲା, ହଁ
ମୁଁ ଜାଣିଛି, ହେଲେ ତୁ ଯଦି ସେକାସେକି ନ ହେବୁ ତାହେଲେ ତୋ ଦେହ ଖରାପ ହୋଇଯିବ। ତାପରେ ମୁଁ ଯେମିତି ସେମିତି ବୁଲି ବୋଉକୁ ଦେଖିଲି, ଆଉ ପୁରା ସ୍ତବ୍ଧ ହୋଇଗଲି। ମୁଁ ବୋଉର ଚମକୁଥିବା ଲଙ୍ଗଳା ଦେହକୁ ଦେଖୁଥାଏ। ସେଇ ସମୟରେ ବୋଉ କହିଲା, ପୁଅ ଏଠିକି ଆସି ସେକାସେକି ହୋଇଯା। ମୁଁ ଯେମିତି ଯାଇ ନିଆଁ ପାଖରେ ବସିଥିବା ଅବସ୍ଥାରେ ବୋଉର ବିୟାକୁ ଦେଖି ମୋ ବାଣ୍ଡ ପୁରା ଛିଡ଼ା ହୋଇଗଲା। ମୁଁ ଆଜି ପର୍ଯ୍ୟନ୍ତ ଏଇଭଳି ଗୋରି ଆଉ ଚିକଣିଆ ବିୟା କେବେ ଦେଖିନଥିଲି। ମୁଁ ବୋଉର ବିୟାକୁ ଦେଖୁଥାଏ। ବୋଉ କହିଲା, ପୁଅ ତୁ ବି ତୋ ପୋଷାକ ଖୋଲି ଶୁଖେଇ ଦେ, ନହେଲେ ତୋ ଦେହ ବି ଖରାପ ହୋଇଯିବ। ମୁଁ କହିଲି, ନା ବୋଉ, ମୁଁ ମୋର ପୋଷାକ ଖୋଲି ପାରିବିନି। ବୋଉ କହିଲା, କାହିଁକି କାହିଁକି ଖୋଲି ପାରିବୁନି? ମୁଁ କହିଲି, ମୁଁ ଭିତରେ କିଛି ପିନ୍ଧିନି। ବୋଉ କହିଲା, ହଁ କ'ଣ ହେଲା ସେଠୁ? ମୁଁ ତୋର ମା, ମୁଁ ତୋର ସବୁ ଦେଖିଛି। ଖୋଲିକି ଶୁଖେଇ ଦେ, ନହେଲେ ଦେହ ଖରାପ ହୋଇଯିବ। ମୁଁ କହିଲି, ଠିକ୍ ଅଛି। ତାପରେ ମୁଁ ବି ମୋର କପଡ଼ାକୁ ଖୋଲି ଶୁଖାଇ ଦେଲି। ମୁଁ ଯେମିତି ବୋଉ ଆଡ଼କୁ ବୁଲି ପଡ଼ିଲି, ମୋ 8 ଇଞ୍ଚର ବାଣ୍ଡ ପୁରା ଟିଙ୍ଗି ହୋଇକି ରହିଥାଏ। ବୋଉ ଯେତେବେଳେ ମୋର ବାଣ୍ଡକୁ ଦେଖିଲା, ସେ ମନେ ମନେ ଭାବିଲା, ହେ ଭଗବାନ, କ'ଣ ସତରେ ଏତେ ବଡ଼ ବାଣ୍ଡ ଅଛି? ବୋଉର ଆଖି ପୁରା ଲାଖିକି ରହିଥାଏ। ବୋଉ ମୋର ବାଣ୍ଡକୁ ଆଁ କରି ଚାହିଁ ରହିଲା। ବୋଉ କିଛି କ୍ଷଣ ପାଇଁ ଭୁଲିଗଲା ଯେ ସେ ତା ପୁଅର ବାଣ୍ଡକୁ ଦେଖୁଛି। ମୁଁ କହିଲି, କ'ଣ ହେଲା ବୋଉ? ବୋଉ କହିଲା, ମୁଁ ଦେଖୁଛି ମୋ ପୁଅ କେତେ ବଡ଼ ହୋଇଗଲାଣି। ଏହା ଶୁଣି ମୁଁ ଟିକେ ଲାଜେଇ ଗଲି, ଆଉ ବୋଉକୁ କହିଲି, ବୋଉ ତୁ ତୋର ଖୋଲି ଦେଉନୁ। ବୋଉ କହିଲା, ଏଇଟା ଓଦା ହୋଇକି ଟାଇଟ୍ ହୋଇଯାଇଛି, ଜମାରୁ ଖୋଲୁନି। ମୁଁ କହିଲି, ବୋଉ ତୁ ଯଦି କହିବୁ ମୁଁ ଖୋଲିଦେବି। ବୋଉ କହିଲା, ହଉ ଖୋଲିବୁ ଯଦି ଖୋଲିଦେ। ଏହା କହି ବୋଉ ମୋ ଆଡ଼କୁ ପଛ କରିକି ଠିଆ ହୋଇଗଲା। ଯେମିତି ବୋଉ ମୋ ଆଡ଼କୁ ପଛ କରି ଠିଆ ହେଲା, ତାର ଲଙ୍ଗଳା ଶରୀର ଆଉ ବଡ଼ ଗାଣ୍ଡି ଦେଖି ମୋର ପୁରା ହାଲତ ଖରାପ ହୋଇଗଲା। ଏତେ ବଡ଼ ଗାଣ୍ଡି ମୁଁ ଆଗରୁ କେବେ ଦେଖିନଥିଲି। ବୋଉର ଗାଣ୍ଡି କମ୍ ସେ କମ୍ 10 କି 12 ଇଞ୍ଚ ପଛକୁ ବାହାରିଥାଏ, ଆଉ ବଡ଼ ମାଠିଆ ଭଳି ଗୋଲ ଗୋଲ ହୋଇଥାଏ। ମୋ ବାଣ୍ଡ ଶକ୍ତ ହୋଇ ଫଁ ଫଁ ହେଉଥିଲା। ବୋଉ କହିଲା, କ'ଣ ଦେଖୁଛୁ, ଖୋଲୁନୁ। ମୁଁ କହିଲି, ହଁ ବୋଉ, ଏବେ ଖୋଲି ଦେଉଛି। ମୋ ବୋଉର ଖୋଲିବା ବେଳେ ମୋ ବାଣ୍ଡ ବୋଉର ବଡ଼ ବଡ଼ ଗାଣ୍ଡିକୁ ଛୁଉଁଥାଏ। ଆମ ଦୁଇ ଜଣଙ୍କ ଦେହରେ ଏକ ଅଲଗା ଶିହରଣ ଖେଳି ଯାଉଥାଏ। ବୋଉ ମଧ୍ୟ ମୋର ବାଣ୍ଡକୁ ତା ଗରମ ଗାଣ୍ଡିରେ ଅନୁଭବ କରୁଥାଏ। ମୁଁ ଜୋରରେ ଭିଡ଼ି ଦେବାରୁ ବୋଉର ହୁକ ଛିଡ଼ିଗଲା, ଆଉ ମୋର ବାଣ୍ଡ ବୋଉର ଗାଣ୍ଡି ମଝିରେ କେଞ୍ଚି ହୋଇଗଲା। ବୋଉ ଦେହରେ ପୁରା ବିଜୁଳି ଖେଳିଗଲା। ମୁଁ କହିଲି, ବୋଉ ହୁକଟା ଛିଣ୍ଡିଗଲା। ବୋଉ କହିଲା, ହଉ କିଛି କଥା ନାହିଁ। ଏବେ ବୋଉର 2ଟା ତୁଥ ବାହାରକୁ ବାହାରି ପଡ଼ିଲା, ଆଉ ମୋ ବାଣ୍ଡରେ ପୁରା ନିଆଁ ଲଗେଇଦେଲା। ବୋଉ କହିଲା, ପୁଅ ଟିକେ ବାହାରକୁ ଦେଖିଲୁ, ବର୍ଷା କମିଲା କି ନାହିଁ? ମୁଁ ବାହାରକୁ ଦେଖି କହିଲି, ନା ବୋଉ, ଏବେ ବି ଜୋରରେ ବର୍ଷା ହେଉଛି। ବୋଉ କହିଲା, ଏଠି ଆଉ କେତେ ସମୟ ବସିବାକୁ ପଡ଼ିବ କେଜାଣି? ଭଲ ହେଲା ତୁ ନିଆଁ ଜଳେଇଲୁ, ନହେଲେ ଅବସ୍ଥା ଖରାପ ହୋଇଥାନ୍ତା। ମୁଁ କହିଲି, ହଉ ମୁଁ ଆଉ କିଛି କାଠ ପକେଇ ଦେଉଛି, ନିଆଁ ଅଧିକ ସମୟ ଜଳିବ। ଏହା କହି ମୁଁ କିଛି କାଠ ନିଆଁ ଉପରେ ରଖିଲି। ଯେତେବେଳେ ମୁଁ କାଠ ରଖୁଥିଲି, ସେତେବେଳେ ବୋଉକୁ ମୋର ଝୁଲି ରହିଥିବା ବାଣ୍ଡ ଦେଖାଯାଉଥିଲା। ମୋ ମୁସଳିଆ ବାଣ୍ଡକୁ ଦେଖି ବୋଉ ମନରେ ଗିହା ଗିହି ହବାର ନିଆଁ ଜଳିବାକୁ ଲାଗିଲା। ବୋଉ କହିଲା, ପୁଅ ଏଠି ସାପ ସୁପା ନାହିଁ ତ? ମୁଁ କହିଲି, ନା ବୋଉ, ଏଠି ସାପ ନାହିଁ, ତୁ ଚିନ୍ତା କରନି। ବୋଉ ମୋର ଝୁଲି ରହିଥିବା ବାଣ୍ଡକୁ ଇସାରା କରି କହିଲା, ଏଇ ଯୋଉ ଏତେ ବଡ଼ ଜିନିଷଟା ଝୁଲି ରହିଛି, ଏଇଟା ତ ସାପ। ମୋତେ ଡର ଲାଗୁଛି, କାଳେ ମୋତେ କାମୁଡ଼ି ଦେବ। ମୁଁ ଟିକେ ଲାଜେଇ ହସି ଦେଇ କହିଲି, ନା ବୋଉ, ଇଏ ତୋତେ କାମୁଡ଼ିବ ନାହିଁ। ବୋଉକୁ ମୁକ୍ତଭରା କଣ୍ଠରେ କହିଲା, କାହିଁକି? ମୁଁ କହିଲି, ଏଇଟା ପୋଷା ସାପଟା। ତାପରେ ଆମେ ମା ପୁଅ ହସାହସି ହେଲୁ। ବୋଉ ଦେହରେ କେତେ ବର୍ଷରୁ କାମ ବାସନାର ନିଆଁ ଚାପି ହୋଇକି ରହିଥିଲା, ଆଉ ଏବେ ଧୀରେ ଧୀରେ ତା ଯୌବନର କାମଜଳା ଫୁଟି ଉଠୁଛି। ହେଲେ ମା ପୁଅର ସମ୍ପର୍କ ଯୋଗୁଁ ବୋଉ ନିଜକୁ ଆୟତ୍ତରେ ରଖିଥାଏ। ବୋଉ କହିଲା, ପୁଅ ଏବେ ତ ଭୋକ ମଧ୍ୟ ଲାଗିଲାଣି। ମୁଁ କହିଲି, ଏଠି ଖାଇବାକୁ କିଛି ନାହିଁ। ତୁ ଯଦି କହିବୁ ତାହେଲେ ବିଲରୁ କିଛି ପାଚିଲା ଅମୃତଭଣ୍ଡା ଆଉ କାକୁଡ଼ି ନେଇକି ଆସିବି। ବୋଉ କହିଲା, ମୋତେ ଏଠି ଏକୁଟିଆ ଡର ଲାଗୁଛି, ମୁଁ ବି ତ ସାଙ୍ଗରେ ଯିବି। ମୁଁ କହିଲି, ବୋଉ ତୁ ଏମିତି ଲଙ୍ଗଳା ହୋଇକି ଯିବୁ? ବୋଉ କହିଲା, ହଁ କ'ଣ ହୋଇଗଲା, ଏତେ ଅନ୍ଧାରରେ କିଏ ଦେଖିବ ଯେ? ଆଉ ଯୋଉଭଳି ପାଗ ହୋଇଛି, ଆମ ବିଲକୁ କିଏ ଆସିବ? ମୁଁ କହିଲି, ହଉ ଠିକ୍ ଅଛି, ତାହେଲେ ଚାଲ ଯିବା। ଆମେ ଦୁଇଜଣ ସେଇ ଭଙ୍ଗା ଘରୁ ବାହାରି ଆମ ବିଲ ଆଡ଼େ ଯିବାକୁ ଲାଗିଲୁ। ଏବେ ମଧ୍ୟ
ବହୁତ ଜୋରରେ ବର୍ଷା ହେଉଥାଏ। ମୁଁ ମନେ ମନେ ଭାବୁଥାଏ କେମିତି ବୋଉକୁ ଘେଇବି। ଆଉ ଏପଟେ ଆମ ସମ୍ପର୍କ ଆଉ ଦୁଇ ଜଣଙ୍କ ମଝିରେ ପାଚେରୀ ହୋଇ ଠିଆ ହୋଇଥିଲା। ହେଲେ ମୋ ବୋଉ ମୋତେ ଗୋଟେ ମସ୍ତ ଗିହାଳିଆ ମାଇକିନା ଭଳି ଦେଖାଯାଉଥିଲା। ତାକୁ ଦେଖି ମୁଁ ଗରମରେ ପୁରା ପାଗଳ ହୋଇ ଉଠୁଥିଲି। ଦର୍ଶକ ବନ୍ଧୁ, ଏ କାହାଣୀର ପାର୍ଟ 2ରେ ଆପଣମାନେ ଆଗକୁ କ'ଣ ହେଲା ଜାଣିବାକୁ ପାଇବେ। ସେଥିପାଇଁ ଆପଣମାନେ ଆମ ପାର୍ଟ 2କୁ ଅପେକ୍ଷା କରନ୍ତୁ। ଆଉ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନକୁ ଅଲ୍ରେ କ୍ଲିକ୍ କରନ୍ତୁ। ଏ କାହାଣୀର ପାର୍ଟ 2 ଆପଣମାନଙ୍କୁ ଆମ ଚ୍ୟାନେଲରେ ବହୁତ ଜଲ୍ଦି ମିଳିଯିବ। ଦୟାକରି ଟିକେ ଧୈର୍ଯ୍ୟ ରଖନ୍ତୁ। ଆଉ ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ପିନ୍ କରାହେଇଛି। ଜଲ୍ଦି ଯାଇ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ସେଠି ଆପଣମାନେ ବହୁତ ଗୁଡ଼ାଏ ଜିନିଷ ଜାଣିବାକୁ ପାଇବେ। ଜଲ୍ଦି ଯାଇ ଜଏନ୍ କରନ୍ତୁ। ରହୁଛି, ଦେଖା ହେବା ପାର୍ଟ 2ରେ। ଧନ୍ୟବାଦ।